18 ତାରିଖରୁ ଆରମ୍ଭ ହେଲାଣି ଆମ ଶାନ୍ତିପୂର୍ଣ୍ଣ ଧାରଣା। ହଁ 2-4 ଜଣ ଖଣ୍ଡେ ଯାଇଥିଲେ, ଆଜି ଅଳସୁକୁ ଯାଇଥିଲେ 2 ଜଣ, ତାଙ୍କୁ ଥଣ୍ଡା ଜ୍ୱର ଜୋର ହେଇଯାଇଛି। ଆଉ ଗ୍ୟାସ୍ ବି ବସିକି ଗ୍ୟାସ୍ ଜଣକୁ ବାହାରିଛି, ଆଜି ବଡ଼ବିଲି ମେଡ଼ିକାଲକୁ ଯାଇଥିଲେ। ଆମମାନେ ତ ବସିଛୁ, ପ୍ରଶାସନ ଦେଖା ନାହିଁ, କେହି କୌଣସି ପ୍ରଶାସନ ଆମ ଉପରେ ନିଘା ନାହିଁ। ପୋଲିସ ବାବୁ ଆଉଥିଲେ, ସିଏ ଆଉ ଜମା ଆସୁନାହାନ୍ତି। ଆଗରୁ ଆସିକି ଥରେ ତ ଆମକୁ ସେ ପ୍ରଥମ ଥର ଉଠେଇଥିଲେ, ବୁଝିବେ ବୋଲି କହିଥିଲେ, ଆଉ ଜମା ଦେଖା ବି ହେଉନାହାନ୍ତି। ଆଉ କୌଣସି ଖଣିର କୌଣସି ଯେଉଁ ଅଧିକାରୀ କେହି ବି ଦେଖା ନାହାନ୍ତି। ସବୁ ବାହାରେ ଆମ ବିଧାୟକଟା ଆମକୁ ଏପର୍ଯ୍ୟନ୍ତ ଅନେଇଲେନି କି ଆସିଲେନି। ଆମେ ଏଠୁ ଭୋଟ ବିପୁଳ ପରିମାଣରେ ଦେଲୁ। ସେ ଆମ ପଞ୍ଚାୟତ ଆଉ ଇଏ 3 ପଞ୍ଚାୟତରେ ସେ ସବୁଠି ଅଧିକା ଭୋଟ ନେଲେ, କିନ୍ତୁ ଆମେ ଆମ ଅଞ୍ଚଳର ସ୍ୱାର୍ଥ ପାଇଁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛୁ, ହେଲେ ସେମାନେ ତାଙ୍କର ଦେଖା ନାହିଁ। କୌଣସି ପ୍ରଶାସନ ଅଧିକାରୀର ଦେଖା ନାହିଁ। ଆମେ ଆମର ବସିଛୁ ତ ଏମିତି ସବୁଦିନ ଧାରଣାରେ ବସିବୁ, ଯେଉଁ ଯାଏ ଆମର ନ୍ୟାୟ ନ ମିଳିଛି ଆମେ ଆଉ ଏଠୁ ଜମା ଘୁଞ୍ଚିବୁ ନାହିଁ। ସବୁବେଳେ ସେ ଏମିତି ଧାରଣାରେ ବସି ରହିବୁ।